ଆସିଥିଲା 3ଟି ମୁଖ୍ୟ ଖବର ଗୁଡ଼ିକ। ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବେ ଦେଖନ୍ତୁ, ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଖବର। ଆଜିର ପ୍ରଥମ ଖବର, ପିଏମ୍ କିଷାନ ନେଇ ଆସିଲା ବହୁତ ବଡ଼ ଖୁସି ଖବର। ପିଏମ୍ କିଷାନରେ ମିଳିବାକୁ ଯାଉଛି ଆଉ 2000 ଟଙ୍କା। ଏହି ଦିନ ମିଳିବ 2000 ଟଙ୍କା। ପିଏମ୍ କିଷାନର 21ତମ କିସ୍ତି ଟଙ୍କା। କେନ୍ଦ୍ର ସରକାରଙ୍କ ତରଫରୁ ଦୀପାବଳିରେ ଅଫର ମିଳୁଛି ଚାଷୀ ଭାଇମାନଙ୍କୁ। ଦୀପାବଳିରେ ପୁଣି ମିଳିବ ସିଏମ୍ କିଷାନ ଟଙ୍କା। ପିଏମ୍ କିଷାନର 21ତମ କିସ୍ତି ଟଙ୍କା ସର୍ବପ୍ରଥମେ ରାଜସ୍ଥାନ ରାଜ୍ୟକୁ ଦିଆଯିବ। ତାପରେ ଭାରତରେ ଥିବା ସମସ୍ତ ରାଜ୍ୟମାନଙ୍କୁ 21ତମ କିସ୍ତି ଟଙ୍କା ଚାଷୀ ଭାଇମାନଙ୍କ ପାଇଁ ଦିଆଯିବ। ଏପରି ସୂଚନା ଆସିଛି ସୋସିଆଲ ମିଡ଼ିଆ ତରଫରୁ। ଦ୍ୱିତୀୟ ଖବରଟି, ସୁଭଦ୍ରା ଟଙ୍କା ଯେଉଁମାନଙ୍କୁ ମିଳିନାହିଁ ସେମାନଙ୍କୁ ପୁଣି ମିଳିବ ସୁଭଦ୍ରା ଟଙ୍କା। ଏଥର 5000 ବଦଳରେ 10000 ଟଙ୍କା ମିଳେ ବୋଲି ସୂଚନା ମିଳିଛି। ଓଡ଼ିଶାରେ ଥିବା ପ୍ରତ୍ୟେକ ମହିଳାମାନେ 3ଟି କିସ୍ତି 15000 ଟଙ୍କା ପାଇଛନ୍ତି। ତାହେଲେ और କେତେକ ମହିଳାମାନେ ପାଇନାହାନ୍ତି, ସେମାନଙ୍କୁ ଦୀପାବଳିରେ ଦିଆଯିବ 10000 ଟଙ୍କା। ସୁଭଦ୍ରା ଯୋଜନାର ଯେଉଁମାନଙ୍କୁ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି, ତୃତୀୟ କିସ୍ତି ମିଳିନାହିଁ ସେମାନଙ୍କୁ ମିଳିବ 10000 ଟଙ୍କା ଦୀପାବଳିରେ। ଏପରି ସୂଚନା ମିଳିଛି ସୋସିଆଲ ମିଡ଼ିଆ ତରଫରୁ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଘୋଷଣା ନେଇନାହାନ୍ତି ମାନ୍ୟବର ପ୍ରଭାତୀ ପରିଡ଼ା। ତୃତୀୟ ଖବର, ସିଏମ୍ କିଷାନ ନେଇ ଆସିଲା ବହୁତ ବଡ଼ ଖୁସି ଖବର। ସିଏମ୍ କିଷାନର 4ତମ କିସ୍ତି ଟଙ୍କା ଖୁବ୍ ଶୀଘ୍ର ମିଳେ ବୋଲି ଘୋଷଣା କରାଯାଇଛି, କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ସୂଚନା ତରଫରୁ ଆସିନାହିଁ। କିନ୍ତୁ କେତେକ ସୋସିଆଲ ମିଡ଼ିଆ ତରଫରୁ ଖୁବ୍ ଶୀଘ୍ର ସିଏମ୍ କିଷାନର 2000 ଟଙ୍କା ଆସିବ ବୋଲି ସୂଚନା ମିଳିଛି। ଏ ଥିଲା ଫ୍ରେଣ୍ଡସ୍ ଆଜିର 3ଟି ମୁଖ୍ୟ ଖବର। ଆପଣମାନେ ଯଦି ଭିଡ଼ିଓକୁ ସବସ୍କ୍ରାଇବ୍ କରିନାହାନ୍ତି, ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ବଟନକୁ ଅନ୍ କରି ରଖନ୍ତୁ। ଯେକୌଣସି ଡାଉଟ୍ ଥିଲେ କମେଣ୍ଟ ସେକ୍ସନରେ କମେଣ୍ଟ କରି ଜଣାନ୍ତୁ।